ହର୍ଷଉକାର ମାତ୍ରା ଇନ୍ ଇଂଲିଶକୁ ସ୍ୱାଗତ ଦର୍ଶକ ବନ୍ଧୁ। ଆମର ଲକ୍ଷ୍ୟ ଏହା ଯେ ଓଡ଼ିଆରେ ଥିବା ସମସ୍ତ ବ୍ୟଞ୍ଜନ ଅକ୍ଷରରେ ଲାଗିଥିବା ସମସ୍ତ ମାତ୍ରାଗୁଡ଼ିକ ଇଂରାଜୀରେ କିପରି ଦେବା, ପଢ଼ିବା ଏବଂ ମନେ ରଖିବା, ନୁହେଁ କି? ତେଣୁକରି ସର୍ବପ୍ରଥମେ ପୂର୍ବ ଭିଡ଼ିଓଗୁଡ଼ିକୁ କିଛି ମୁହୂର୍ତ୍ତ ପାଇଁ ମନେ ପକାଇବା। ଯେପରିକି ଆମେ ପଢ଼ିଥିଲେ ଅକାର ମାତ୍ରା। ଅକାର ମାତ୍ରା ପାଇଁ ଇଂରାଜୀରେ ଯେକୌଣସି ଅକ୍ଷର ସହିତ ଏ ଦିଆଯାଉଥିଲା, ନୁହେଁ କି? ଯେପରିକି ଧରାଯାଉ ଆମେମାନେ ହ ଲେଖିବା, ଏହି ହ ଅକ୍ଷରକୁ ଇଂରାଜୀରେ ଏଚ୍ ଅକ୍ଷର ସହିତ ଏ ଯୋଗ କରାଯାଉଥିଲା। ତେଣୁକରି ଏହି ହକୁ ଇଂରାଜୀରେ ଏଚ୍ ଏ ବୋଲି ଲେଖାଯାଇଥାଏ। ଠିକ୍ ସେହିପରି ଧରାଯାଉ ଇଂରାଜୀରେ ଏସ୍ ଏଚ୍ ଏ ଲେଖାଯାଇଅଛି। ଏହାକୁ ଆମେ ଓଡ଼ିଆରେ କ'ଣ ଲେଖିଥାଉ କିମ୍ବା ପଢ଼ିଥାଉ? ଆମେ ଜାଣିଛନ୍ତି ଏସ୍ ଅକ୍ଷର ସହିତ ଯଦି ଏ ଲାଗିଥାଏ, ତେବେ ଏହାକୁ ପଢ଼ିବା ଦନ୍ତସ କିମ୍ବା ମୂର୍ଦ୍ଧନି ସ, କିନ୍ତୁ ମଝିରେ ଏଚ୍ ଅକ୍ଷରଟିଏ ଅଛି, ତେଣୁ ଏହା ତାଲବେଶ ଅକ୍ଷରକୁ ସୂଚାଉଅଛି। ତାପରେ ମନେ ପକାଇବା ଆକାର ମାତ୍ରାକୁ। ଦେଖ ପିଲେ, ଆକାର ମାତ୍ରାକୁ ଯେକୌଣସି ଅକ୍ଷର ସହିତ ଇଂରାଜୀରେ ଏ ଦିଆଯାଉଥିଲା, ନୁହେଁ କି? ବେଳେବେଳେ ଏହି ଆକାର ମାତ୍ରାକୁ ଇଂରାଜୀରେ ଡବଲ ଏ କିମ୍ବା ଏ ବୋଲି ଲେଖାଯାଏ, କିନ୍ତୁ ଆମେ ସବୁବେଳେ ମନେ ରଖିବା ଆକାର ମାତ୍ରା ପାଇଁ ଇଂରାଜୀରେ ଏ ହିଁ ଦିଆଯାଇଥାଏ। ମନେକର ପିଲେ, ଓଡ଼ିଆରେ ଲେଖାଯାଇଛି ପା। ଏହି ପା ଅକ୍ଷରକୁ ଇଂରାଜୀରେ କିପରି ଲେଖିବା? ପି ଏ, ନୁହେଁ କି? ଠିକ୍ ସେହିପରି ଭାବରେ ମନେକର ଇଂରାଜୀରେ ଲେଖାଯାଇଅଛି ସି ଏଚ୍ ଏ। ଏହାକୁ ଆମେ ଓଡ଼ିଆରେ କ'ଣ ଲେଖିବା କିମ୍ବା ପଢ଼ିବା? ଯେହେତୁ ସି ଏଚ୍ ଅକ୍ଷର ସହିତ ଏ ଲାଗିଅଛି, ତେଣୁ ଏହାକୁ ଆମେ ଆକାର ମାତ୍ରା ଦେଇ ଆମେମାନେ ଚା ଲେଖିପାରିବା କିମ୍ବା ପଢ଼ିପାରିବା, ନୁହେଁ କି? କିନ୍ତୁ ଏଇ ଏ ଥିବାରୁ ଆମେମାନେ ଅ ଉଚ୍ଚାରଣ କରି ମଧ୍ୟ ପଢ଼ିପାରିବା, ଯଥା ସି ଏଚ୍ ଏ ଚ ମଧ୍ୟ ପଢ଼ିପାରିବା କିମ୍ବା ଲେଖିପାରିବା। ଠିକ୍ ଅଛି। ବର୍ତ୍ତମାନ ହର୍ଷେଇକାର ମାତ୍ରାକୁ ମନେ ପକାଇବା। ଏହି ହର୍ଷେଇକାର ମାତ୍ରାକୁ ଇଂରାଜୀରେ ପ୍ରତି ଅକ୍ଷର ସହିତ ଆଇ ଲେଖାଯାଉଥିଲା। ତେଣୁକରି ଧରାଯାଉ ଓଡ଼ିଆରେ ଲେଖାଯାଇଛି ପରେ ହର୍ଷେଇକାର ପି। ଏହି ପି ଅକ୍ଷରକୁ ଇଂରାଜୀରେ ଆମେମାନେ କିପରି ଲେଖିବା? ପି ଆଇ, ନୁହେଁ କି? ଠିକ୍ ସେହିଭଳି ଧରାଯାଉ ଇଂରାଜୀରେ ଲେଖାଯାଇଅଛି ସି ଏଚ୍ ଆଇ। ଏହାକୁ ଆମେ ଓଡ଼ିଆରେ କ'ଣ ପଢ଼ିବା ପିଲେ? ଯେହେତୁ ସି ଏଚ୍ ଅକ୍ଷର ସହିତ ଆଇ ଲାଗିଛି, ତେଣୁ ଏହା ହର୍ଷେଇକାର ମାତ୍ରାକୁ ସୂଚାଉଅଛି। ତେଣୁକରି ସି ଏଚ୍ ଆଇକୁ ଆମେ ଓଡ଼ିଆରେ ଚରେ ହର୍ଷେଇକାର ଚି ପଢ଼ିଥାଉ କିମ୍ବା ଲେଖିଥାଉ। ବୁଝିହେଲା? ତାପରେ ଆମେ ପଢ଼ିଥିଲେ ଦୀର୍ଘେଇକାର ମାତ୍ରା। ଏହି ଦୀର୍ଘେଇକାର ମାତ୍ରାକୁ ଇଂରାଜୀରେ ପ୍ରତି ଅକ୍ଷର ସହିତ ଦୁଇଟି ଇ ଲେଖାଯାଉଥିଲା। ଟିକେ ମନେ ପକାଅ। ଯେପରିକି ଆମେ ଓଡ଼ିଆରେ ଲେଖିବା ପରେ ଦୀର୍ଘେଇକାର ପି। ଏହି ପରେ ଦୀର୍ଘେଇକାର ପି କୁ ଇଂରାଜୀରେ ଆମେ କିପରି ଲେଖିବା? ପି ଇ ଇ, ପି। ବୁଝିହେଲା? ଠିକ୍ ସେହିପରି ଭାବରେ ମନେକର ଇଂରାଜୀରେ ଏମ୍ ଇ ଇ ଲେଖାଯାଇଅଛି। ଏହାକୁ ଆମେ ଓଡ଼ିଆରେ କିପରି ପଢ଼ିବା? ଯେହେତୁ ଏମ୍ ଅକ୍ଷର ସହିତ ଇ ଲାଗିଛି, ଇ ଅର୍ଥ ଦୀର୍ଘେଇକାର ମାତ୍ରା, ତେଣୁ ଏମ୍ ମ ଅକ୍ଷରରେ ଦୀର୍ଘେଇକାର, ମରେ ଦୀର୍ଘେଇ ମି ପଢ଼ିବା। ଠିକ୍ ସେହିପରି ପିଲେ, ହର୍ଷଉକାର ମାତ୍ରା ପାଇଁ ଏପରି କେଉଁ ଅକ୍ଷର ଲାଗିଲେ ଆମେ ସେହି ଅକ୍ଷରକୁ ଇଂରାଜୀରେ ଓ ଉଚ୍ଚାରଣ କରି ପଢ଼ିବା? ଧରାଯାଉ ପରେ ହର୍ଷଉକାର ପୁ ଅକ୍ଷରକୁ ଇଂରାଜୀରେ ଆମେ କିପରି ଲେଖିବା? ତେଣୁକରି ଏଇଭଳିଆ ଅନେକ ବ୍ୟଞ୍ଜନ ଅକ୍ଷରରେ ଲାଗିଥିବା ହର୍ଷଉକାର ମାତ୍ରାକୁ ଇଂରାଜୀରେ ଆମେମାନେ କିପରି ଲେଖିବା କିମ୍ବା ପଢ଼ିବା, ଆସନ୍ତୁ ଏହି ଭିଡ଼ିଓରେ ଶିଖିବା। ଦେଖ ପିଲେ, ଓଡ଼ିଆରେ ହର୍ଷଉକାର ମାତ୍ରାକୁ ପ୍ରତି ବ୍ୟଞ୍ଜନ ଅକ୍ଷର ତଳେ ଏଇଭଳିଆ ଦିଆଯାଇଥାଏ, ହଁ କି ନାହିଁ? ଟିକେ ମନେ ପକାଅ। କିନ୍ତୁ ଇଂରାଜୀରେ ହର୍ଷଉକାର ମାତ୍ରାକୁ ପ୍ରତି ଅକ୍ଷର ସହିତ ୟୁ ଦିଆଯାଇଥାଏ। ଯେପରିକି କରେ ହର୍ଷଉକାର କୁ। ଏହି କୁ ଇଂରାଜୀରେ କେ ୟୁ ଲେଖାଯାଇଥାଏ। ବର୍ତ୍ତମାନ ଧୀରେ ଧୀରେ
ପ୍ରତି ବ୍ୟଞ୍ଜନ ଅକ୍ଷରରେ ଲାଗିଥିବା ହର୍ଷଉକାର ମାତ୍ରାକୁ ଇଂରାଜୀରେ କିପରି ଲେଖାଯାଇଥାଏ ସେଥିପ୍ରତି ଧ୍ୟାନ ଦେବା। ଯେପରିକି ଖରେ ହର୍ଷଉକାର ଖୁ, KHU, ଗରେ ହର୍ଷଉକାର ଗୁ, GU, ଘରେ ହର୍ଷଉକାର ଘୁ, GHU, ଚରେ ହର୍ଷଉକାର ଚୁ, CHU, ଛରେ ହର୍ଷଉକାର ଛୁ, CHHU, ବର୍ଗଜରେ ହର୍ଷଉକାର ଜୁ, JU, ଝରେ ହର୍ଷଉକାର ଝୁ, JHU, ଟରେ ହର୍ଷଉକାର ଟୁ, TU, ଠରେ ହର୍ଷଉକାର ଠୁ, THU, ଡରେ ହର୍ଷଉକାର ଡୁ, DU, ଢରେ ହର୍ଷଉକାର ଢୁ, DHU, ଣରେ ହର୍ଷଉକାର ଣୁ, NU, ତରେ ହର୍ଷଉକାର ତୁ, TU, ଥରେ ହର୍ଷଉକାର ଥୁ, THU, ଦରେ ହର୍ଷଉକାର ଦୁ, DU, ଧରେ ହର୍ଷଉକାର ଧୁ, DHU, ନରେ ହର୍ଷଉକାର ନୁ, NU, ପରେ ହର୍ଷଉକାର ପୁ, PU, ଫରେ ହର୍ଷଉକାର ଫୁ, PHU, ଫରେ ହର୍ଷଉକାର ଫୁକୁ ବି ମଧ୍ୟ ଇଂରାଜୀରେ FU ଲେଖାଯାଇଥାଏ। ବରେ ହର୍ଷଉକାର ବୁ, BU, ଭରେ ହର୍ଷଉକାର ଭୁ, BHU, ଭରେ ହର୍ଷଉକାର ଭୁକୁ ବି ମଧ୍ୟ ଇଂରାଜୀରେ VU ବୋଲି ଲେଖାଯାଇଥାଏ। ମରେ ହର୍ଷଉକାର ମୁ, MU, ଅନ୍ତସ୍ତରୀ ଜରେ ହର୍ଷଉକାର ଜୁ, JU, ରରେ ହର୍ଷଉକାର ରୁ, RU, ହଳରେ ହର୍ଷଉକାର ହଳୁ, LU, ଲରେ ହର୍ଷଉକାର ଲୁକୁ ବି ମଧ୍ୟ ଇଂରାଜୀରେ LU ଲେଖାଯାଇଥାଏ। ୟରେ ହର୍ଷଉକାର ୟୁ, YU, ଦନ୍ତ ସରେ ହର୍ଷଉକାର ସୁ, SU, ମୂର୍ଧନି ସରେ ହର୍ଷଉକାର ସୁ ମଧ୍ୟ SU, ତାଲବେଶରେ ହର୍ଷଉକାର ସୁ, SHU, ହରେ ହର୍ଷଉକାର ହୁ, HU, କ୍ଷରେ ହର୍ଷଉକାର କ୍ଷୁ, KSHU। ଧନ୍ୟବାଦ।